ସୋଲା ଡାଲି ଆଳୁ ତରକାରୀ। ସୋଲାକୁ ଧୋଇକି ପ୍ରେସରରେ ଦେଇଦେଲି, ତା ସହିତ ଆଳୁ ଅମୃତଭଣ୍ଡାକୁ ଧୋଇକି ପ୍ରେସର ଦେଇଦେଲି। ଲୁଣ ହଳଦୀ ପକାଇକି ତାକୁ ସିଟି ପାଇଁ ଗ୍ୟାସ୍ରେ ବସାଇଦେଲି। 3ଟା ସିଟି ଦେଲା ପରେ ଆମେ ଗ୍ୟାସ୍ରେ ପ୍ରେସରଟାକୁ ଓହ୍ଲାଇ ଦେବା। ଓହ୍ଲାଇ ଦେଇକି ଆମେ ଦେଖିବା ଭଲ ଭାବେ ସିଝିଛି କି ନାହିଁ। ତାପରେ ଆମେ ମସଲା ରେଡ଼ି କରିବା। ଜିରା, ଅଦା ଆଉ ଟମାଟୋର ଗୋଟେ ପେଷ୍ଟ ବନେଇବା। ଚାଲନ୍ତୁ ଆମେ ପେଷ୍ଟ ବନେଇବା। ଦେଖନ୍ତୁ ପେଷ୍ଟଟା ଭଲ ଭାବେ ହେଇଯାଇଛି। ତାପରେ ଆମେ ସୋଲାରେ ସିଝିଛି କି ନାହିଁ ଦେଖିବା। ତାପରେ ଗ୍ୟାସ୍ରେ କଡ଼େଇ ବସାଇ ତେଲ ଗରମ କରିବା। ତେଲ ଗରମ ହେଇସାରିଲା ପରେ ଅଦା ଜିରା ଟମାଟୋ ପେଷ୍ଟ ଦେଇଦେବା। ସେଟା ଟିକେ ହେଇଗଲେ ତାପରେ ଗରମ ମସଲା, ଲଙ୍କା, ଜିରା, ହଳଦୀ ଗୁଣ୍ଡ ଦେଇଦେବା। ଦେଇକି ତାକୁ ଟିକେ କଷିବା ପାଇଁ ଛାଡ଼ିଦେବା। କେତେ ସମୟ କଷିଲା ପରେ ଦେଖନ୍ତୁ କେତେ ସୁନ୍ଦର ଭାବେ ମସଲାଟା କଷି ହେଇଯାଇଛି। ତାପରେ ଆମେ ସୋଲା ଡାଲି ଆଳୁର ସିଝାଟାକୁ ତା ଦେହରେ ଢାଳିଦେବା। ଢାଳିଦେଲା ପରେ ଟିକେ ତାକୁ ଖଡ଼ିକା ମାରିଦେବା ଏବଂ 5 ମିନିଟ୍ ପାଇଁ ସିଝିବା ପାଇଁ ଛାଡ଼ିଦେବା। ଦେଖନ୍ତୁ କେତେ ଭଲ ଭାବେ ଆମର ଗୋଳେଇ ହେଇଗଲା। ତାପରେ ଫୁଟିଲା। ତାପରେ 5 ମିନିଟ୍ ପରେ ଆମର ରେଡ଼ି ହେଇଗଲା ସୋଲା ଡାଲି ଆଳୁ ତରକାରୀ।